ସମସ୍ତେ ଦେଖିଛ? ସେ କ'ଣ କରନ୍ତି? ସବୁ ମହୁମାଛି ମହୁ ଗୁଡ଼ ଚିନି ସବୁ ବୋହି ନେଇଯାଆନ୍ତି। ସେଇ ପିମ୍ପୁଡ଼ି ବିଷୟରେ ଆଜି ସେଇ ପିମ୍ପୁଡ଼ି ବି ଗୋଟେ ଜୀବ, ସିଏ କାହାର ଉପକାର ରଖିଲାନି। ମାନେ ତମେ ଯଦି କାହାକୁ ସାହାଯ୍ୟ କରିଥିବ ତମର ଉପକାର କେହି ବି ରଖିବେନି। ୟା ଦେହରୁ ଶିକ୍ଷା ଏହା। ତେଣୁକରି ପିମ୍ପୁଡ଼ି ମାନେ କାହାର ବି ଉପକାର ରଖିଲାନି। ସେ ପିମ୍ପୁଡ଼ି ଉପକାର ଶୁଝିଦେଲା। ହେଲା, ସେଇ ଗପଟା ଆଜି ଶୁଣିବା। ଜଙ୍ଗଲ ଭିତରେ ନଈଟିଏ ଥିଲା। ଗୋଟେ ଜଙ୍ଗଲ ଦେଇକିରି ଏମିତି ନଈ ବହି ବହି ଯାଉଥିଲା। ନଈ କୂଳରେ ଥିବା ଗୋଟିଏ ଗଛ ଉପରେ ଚଢ଼େଇଟିଏ ବସା ବାନ୍ଧି ରହୁଥିଲା। ସେ ଯେଉଁ ନଈଟା ବହି ବହି ଯାଉଥିଲା ତା କୂଳରେ ଗୋଟାଏ ଗଛ ଥିଲା। ସେ ଗଛ ଉପରେ କିନା ଗୋଟେ ଚଢ଼େଇ, ଛୋଟ ଚଢ଼େଇଟି ବସା ବାନ୍ଧିକି ରହିଥିଲା। ହେଲା, ଦିନେ ଚଢ଼େଇଟି ତା ବସାରୁ ତଳକୁ ଚାହିଁ ଦେଖିଲା। ସେ ଚଢ଼େଇ କ'ଣ କରୁଛି? ବସା ଭିତରେ ଏମିତି ବସିକି ଏମିତି ତଳକୁ ଅନେଇଛି। କେମିତି ଅନେଇଛି? ଏମିତି ତଳକୁ ଅନେଇଛି। ସେତିକିବେଳେ ଗୋଟେ ପିମ୍ପୁଡ଼ି ଭାସି ଭାସି ଯାଉଛି ସେ ପାଣିରେ। କେଉଁ ପାଣିରେ? ସେ ଯେଉଁ ନଈ ପାଣିରେ ସେ ପିମ୍ପୁଡ଼ିଟି ଭାସି ଭାସି ଯାଉଛି। ଭାସି ଭାସି ଯାଉଛି, କୂଳକୁ ଆସିପାରୁନି। ସେ ଯେତେ ଚେଷ୍ଟା କଲେ ବି କୂଳକୁ ଆସିପାରୁନି।